ବସ୍ତା ଥାନା ଅଧୀନସ୍ଥ ଅମରଦା ରୋଡ଼ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ନବୀନ ମୋହନଙ୍କ ଗୀତ ବାଜିବାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ ବୁଧବାର ପୂର୍ବାହ୍ନରେ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ସମାପନ ହେବା ପରେ ଅପରାହ୍ନରେ ଏକ ନିର୍ଦ୍ଦିଷ୍ଟ ମେଲୋଡି ସଂସ୍ଥା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ସମୟରେ ଛାତ୍ର ସଂଗଠନର ଗୋଟିଏ ଦଳ ଏ ନବୀନ ବାବୁ ଆମେ ତମର ଫ୍ୟାନ୍ ଗୀତ ପରିବେଷଣ କରିବା ଲାଗି ମେଲୋଡି ସଂସ୍ଥାର କର୍ତ୍ତୃପକ୍ଷଙ୍କୁ କହିଥିଲେ। ମାତ୍ର ଏଥିପାଇଁ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅନୁମତି ନଡ଼ା କହିବାରୁ ଛାତ୍ରମାନେ ଯେନେତେନେ ଆକାରରେ କର୍ତ୍ତୃପକ୍ଷଙ୍କୁ ରାଜି କରାଇବାରୁ ଉକ୍ତ ଗୀତରେ ଛାତ୍ରଛାତ୍ରୀ ନାଚି ଝୁମିଥିଲେ। ପରେ ଅନ୍ୟ ଗୋଟିଏ ଗୀତ ପରିବେଷଣ ହେବା ପରେ ଛାତ୍ର ସଂଗଠନର ଅନ୍ୟ ଗୋଟିଏ ଗୋଷ୍ଠୀ ମୋହନଙ୍କ ଗୀତ ପରିବେଷଣ ହେଉ ବୋଲି କହିଥିଲେ। ଏହାପରେ ଅନୁରୋଧ ଗୀତ ଅଳ୍ପ ସମୟ ଚାଲିବା କ୍ଷଣି ପୂର୍ବ ଦଳରୁ କିଛି ଛାତ୍ର ଷ୍ଟେଜକୁ ଚଢ଼ି ହୋ ହଲ୍ଲା କରିଥିଲେ। ଏହି ସମୟରେ ସାଉଣ୍ଡ ସିଷ୍ଟମକୁ ସୁରକ୍ଷା ଦେବାକୁ ଯାଇ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ତରୁଣୀ କୁମାର ଭୂୟାଁ ଦେବାକୁ ଯାଇଥିଲେ। ଏହି ଗଣ୍ଡଗୋଳ ସମୟରେ 4ରୁ ଉର୍ଦ୍ଧ୍ୱ ଚେୟାର ଭାଙ୍ଗି ରୁଜି ଯାଇଥିବା ବେଳେ ମହାବିଦ୍ୟାଳୟ ପରିସରରେ ଶାନ୍ତ ବାତାବରଣକୁ କ୍ଷୁଣ୍ଣ କରୁଥିବା ଚୟନିତ ଛାତ୍ରଙ୍କୁ ପୁଲିସ ଉଠାଇ ଆଣି ଫାଣ୍ଡିରେ ଅଟକ ରଖିଥିଲା। ପରେ ବୁଝାସୁଝା କରି ଛାତ୍ର ଜଣଙ୍କୁ ଛଡ଼ାଯାଇ